ହ୍ୟାଲୋ ହାଏ ଦେଖିପାରୁଥିବେ ଇଏ ଆମର ଏଇଟା କ'ଣ ଜାଣିପାରୁଥିବେ କଖାରୁ ପତ୍ରରେ ଛତୁଟା ପୋଡ଼ା ହେଇଛି। କେମିତି କ'ଣ ଲାଗୁଛି? ହାଁ ଏମିତି ମାଡ଼ିକି କହୁଛ ଲାଜ ମାଡ଼ୁଛି ନା କ'ଣ? ହାଁ କ'ଣ ଟେଷ୍ଟ ହେଇଛି ଛତୁ ପୋଡ଼ା ବହୁତ ବଢ଼ିଆ ଲାଗୁଛି। ମୁଁ ଛୋଟବେଳେ ଖାଇଥିନି ଗାଁରେ ଚୁଲିର ପୋଡ଼ା ହୁଏ। ଏଠି ତ ଚୁଲି ନାହିଁ ଗ୍ୟାସ୍। କ'ଣ ଲାଗୁଛି ତା ସାଙ୍ଗେ ଆଳୁ ଭଜା ଆଉ ମିକ୍ସଚର। ଇଏ ଆମର ସୁଲୋଚନା ମ୍ୟାଡ଼ାମ୍ ତ ଭାତ ତ ପୁରା ଖାଲି ହେଇଗଲାଣି ଦେଖିପାରୁଥିବେ। ମୋର ଦେଖିଲା ଭାତ ଅଛି, ତାଙ୍କର ଦେଖିଲା ବେଳକୁ ସରିଲାଣି। ସେ ଛତୁ ପୋଡ଼ା ହେଲା ବେଳକୁ ସିଏ ମାନେ ଆଉ ମାନେ ଭାତ ରହୁନି ତାଙ୍କର ଆଉ। କି ହସ ଭାତ ସରିଯାଇଛି କିନ୍ତୁ ଛତୁ ପୋଡ଼ା ସେମିତି ରହିଛି। ହେଲେ ଅଳ୍ପ ଟିକେ ଲଗେଇକି ଭାତ ପୁରା ସରିଗଲାଣି ତାଙ୍କର। ଆଉ ଦୁଇଟା ମୋ କତିରୁ ନେଇ ଖାଅ। ମୋର ଭାତ ଦେଖିଲା ବେଳକୁ ସେମିତି ରହିଛି ଦେଖିପାରୁଥିବେ। କିନ୍ତୁ ସତରେ କିନ୍ତୁ ସାଙ୍ଗମାନେ ଛତୁ ପୋଡ଼ାଟା କଖାରୁ ପତ୍ରରେ ଯେଉଁ ଛତୁ ପୋଡ଼ାଟା ଏତେ ଟେଷ୍ଟ ହେଇଛି ମୋ ବୋଉ ବନେଇଛି। ଆଉ ଇଏ ତ ଏତେଟା ଜାଣିନି ଛତୁ ପୋଡ଼ାଟା। ମୁଁ ସେଥିପାଇଁ ବୋଉକୁ କହିଲି, ମୁଁ କହିଲି ବୋଉ ତମେ ପୋଡ଼। ଛୋଟବେଳେ ମୁଁ ଖାଇଥିଲି ମାନେ ଏତେ ଟେଷ୍ଟି ଥିଲା। କ'ଣ ହେଇଛି ଆପଣମାନେ ପୋଡ଼ିକି ଖାଆନ୍ତୁ, ଦେଖିବେ ଟେଷ୍ଟଟା କେମିତି। ମୁଁ ମିଛ କହୁନି, ଥରେ ଖାଲି ଟ୍ରାଏଲ୍ କରି ଦେଖନ୍ତୁ ତାପରେ କହିବେ। ୟା ଦେହରେ ଛତୁର କିଛି ମସଲା ମସଲି ନୁହେଁ, ଖାଲି ଛତୁ ଧୁଆ ହେଇଗଲା, ତାପରେ ପିଆଜ ଟିକେ କଟା ହେଇକି ତେଲ ଆଉ ଲଙ୍କାଗୁଣ୍ଡ ଲୁଣ ପଡ଼ି ଟିକେ ଭଲସେ ଦଳା ହେଲା। ତାପରେ କଡ଼େଇରେ ଟିକେ ତେଲ ମରା ହେଇକି ଦେଖିପାରୁଥିବେ ତ ଯେମିତି କ'ଣ ଆମର ବନାଉଥିଲେ, ମୁଁ ଭିଡ଼ିଓରେ ବନେଇଛି। କଖାରୁ ପତ୍ର ରଖି ତା ଦେହରେ ଇଏ କରି ଘୋଡ଼େଇଲେ ପୋଡ଼ିଗଲା ପରେ ଆଉ ପଖାଳ ଭାତ ଛତୁ ପୋଡ଼ା ଅଛି କିନ୍ତୁ ପଖାଳ ଭାତ ସରିଯିବ। ମୋତେ କିନ୍ତୁ ଆକ୍ଚୁଆଲି ଏ ଯେଉଁ ମସଲା ଦେଇକି ରୋଷେଇ କଲାବେଳକୁ ଛତୁ ସିଏ ମୋଟେ ବାଗ ଲାଗୁନି। ଏଇଥିରେ ମୁଁ ସବୁବେଳେ କହେ ମୋତେ ଛତୁ ପୋଡ଼ା ଟିକେ କର। ଇଏ ଆଜ୍ଞା ଭୁବନେଶ୍ୱର ସହର ଯାହା କୁହନ୍ତି, ଗାଁ ନୁହଁ। ଦେଖିପାରୁଥିବେ ଏଇଟା ଆମ ଘର।